भाई मोर आज यही दशा तंटे जीवी तंटे कला करी रक्त पीजी मारिदेवी सैटा को मारिदेबू पिताश्री से मीरा को एत बड़ धरर बहु है कोर्ट करते मारिदेवी ताको ठीक कह लाला Chayta, ya acá se murió la otra ronca, chico.
पंडा साथे जानी आप समस्त को मारी देवे चली जाओ नारी मात्र सिंदूर दुर्बल करके पुरुष पाखे से बंधा पड़ी जाए आमे ये सब भाग्यर दोष मो जन्म जन्म कि कर्म करूँ ये जन्म आम दशा जन्म कि भूल करूँ ये जन्म आम शांति शांति मरवा चाहते चली जातु माँ शांति
ଇଚ୍ଛା ହଉଛି ତୋ ବେକରେ ଫୁଲ ମାଳ ପକେଇ ଗାଁ ଦାଣ୍ଡରେ ଦାଣ୍ଡ ବୁଲାନ୍ତି। ଇଚ୍ଛା ହଉଛି ତୋ ବେକରେ ଫୁଲ ମାଳ ପକେଇ ଏ ଗାଁରେ ଦାଣ୍ଡ ବୁଲାନ୍ତି। ହଁ ପିତାଶ୍ରୀ ଗୋଟେ ପ୍ରୋସେସନ ହେଇଯାନ୍ତା। ହଁ ଯୋଉ ବାହା ଦେଇଥିଲୁ ତ ଯୌତୁକ ଟଙ୍କା ଦେଇନି ଆଉ ଛିଡ଼ା ହେଲି କାହିଁକି? ଯା 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 ଏ ଦିନା ଗୋଛେଟାକୁ ସମୁଦି ଡାକି ତା ବେକରେ ଟିକେ ଓହଳି ହେଇପାରିବୁ। ସମୁଦି ଡାକି ମୋ ଛାତିରେ ଛାତି ଲଗେଇ ଦେ। ହାରାମି ଭିତରେ ଭିତରେ ମୋ ମାଇକ ବୋଉକୁ ଭଲ ଭାବ ଲଗେଇଛୁ। ନାଇଁ ସାଥେ ନାଇଁ ଆମେ କିଛି କରିବୁ ସାଥେ କିଛି କରିବୁ ନାହିଁ। ସାଥେ ମା ସାଥେ ରାଗ ନିଖ ପକେଇ ଏ ଟଙ୍କାଟା ଚାଚିଲେ ଆଉ ଆମେ କିଛି ଉପାୟ ଉପରେ ସେ ଟଙ୍କାଟା এই সাউটা ছোয়া পাই এই সাউটা ছোয়া পাই আমি আমাকে কোর্ট কচুরি দৌড়াইল ଆମ ମାନ ମାନ ସବୁ ମାଟିରେ ମିଶେଇ ଦେଲ। ଶେଷରେ ଏତିକିରେ ତମ ମନ ଶାନ୍ତି ହେଲାନି ଯେ ମୋ ଭାଇ ମୋ ବୋଉ ସହିତ ସମ ଲଗେଇଦେଲ। ଏ ବନ୍ଧୁ ଏମାନଙ୍କ ଉପରେ କେତେ ଟଙ୍କା କରଜ ଅଛି ଦେଖିକି ମତେ କହ। ଇନା ଗୋଛାଇ ତ 10 ନାଁର ବି ଥିବ। ନେଇଥିଲା 5 ଲକ୍ଷ ସୁଧ ହେଲା 5 ଲକ୍ଷ ସମୂଳ ସୁଧ ହେଇଗଲା 2,58,535 ପଇସା ଟୋଟାଲି ହେଇଗଲା 12,58,575 ଟଙ୍କା 75 ପଇସା। শান্তি জমিবাড়ি ধার ଥିଲା ସବୁ ଆପଣଙ୍କ ପାଖରେ ବନ୍ଧା ପଡ଼ିଛି। ରାତି ପାଇଲେ ପେଟକୁ କଣ ଖାଇବୁ ସେ କଥା ଚିନ୍ତା। କେତେ ତୁ କାଲିକୁ କହୁଛୁ ଆମ ଆପଣଙ୍କୁ ଦଉଛୁ କେମିତି? ଆରେ ସେ କଥା କଣ ମୁଁ କହିବି? ଟଙ୍କା ଦେଇଛ ଟଙ୍କା ଦବ। ଏ ଦିନା ବୁଝାଇ ତ ତୋ ପୁଅ ପାଠ ପଢିବା ପାଇଁ କୋଉଠୁ ଟଙ୍କା ଦେଇଥିଲୁ ଆଉ ଧର୍ମକୁ ସାକ୍ଷୀ ରଖି କହିଥିଲୁ ତୋ ପୁଅ ଚାକିରି କଲେ ସବୁ ଟଙ୍କା ସୁଝି ଦେବୁ। ଆଉ ଟଙ୍କା ଯଦି ତୁ ସୁଝି ନ ପାରୁ ଅତି ଶ୍ରମିକ ହୋଇ ମୋ ବିଲରେ ଚାଷ କରିବୁ ଚାଷ। ଦିନା ବୁଝାଇ ତ ଟଙ୍କା ଦବୁ ତା କାନ୍ଧରେ ଶୁଆଇ ପକେଇ ମୋ ବିଲରେ ଚାଷ କରିବୁ। ତା ଧର୍ମ ଦ୍ରୋହୀ ହୋଇ ମୋ ଟଙ୍କା ଭାଙ୍ଗି ଦେବୁ। ଧର୍ମଦ୍ରୋହୀ ହେବିନି ସାଥେ ମୋ ଆପଣ ହାତରେ ସୁଧାରି ପକେଇ ମୁଁ ଆପଣଙ୍କର ବିଲ ଚାଷ କରିବି। ନାଇଁ ବାପା ନାଇଁ ବାପା ଏ ପଇସା ପରା ବଞ୍ଚିଛି ପିତୃକୁ ଉଦ୍ଧାର କରିବା ପାଇଁ ଭାଗୀରଥୀ ମୃତ୍ୟୁ ଟଙ୍କା ଆଣିଥିଲେ। ପିତୃ ମର୍ଯ୍ୟାଦା ରକ୍ଷା କରିବା ପାଇଁ ପିତାମହ ଭୀଷ୍ମ ସାରା ଜୀବନ ପାଇଁ ପାଳନ କରିବାକୁ ଯାଇ ପ୍ରଭୁ ରାମଚନ୍ଦ୍ର 14 ବର୍ଷର ବନବାସକୁ ହସି ହସି ଗ୍ରହଣ ସେମିତି ମୋ ଭିତରୁ ସତ୍ୟ ରକ୍ଷା କରିବା ପାଇଁ ମୁଁ ମୋ ପ୍ରାନ୍ତରେ ପତ୍ନୀ ଧର୍ମ ପାଳନ କରିବାକୁ ଯାଇ ସୀତା 14 ବର୍ଷ ବନବାସ ଯାଇଥିଲେ। ପତ୍ନୀ ଧର୍ମ ପାଳନ କରିବାକୁ ଯାଇ ଉର୍ମିଳା 14 ବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ପତ୍ନୀ ଧର୍ମ ପାଳନ କରିବାକୁ ଯାଇ ଡାକ୍ତରୀ ଆଖି ଖାଇବି ସବୁଦିନ ପାଇଁ ଆଖି ଆଉ ପୁଟୁଳି କାନ୍ଦିଲି। ଠିକ୍ ସେମିତି ମୁଁ ମୋ ପତ୍ନୀ ଧର୍ମ ପାଳନ କରିବାକୁ ଯାଇ ମୁଁ ବି ମୋ ସ୍ୱାମୀଙ୍କ ସହିତ
ଆଉ ଏମାନଙ୍କୁ ହଳ କରି କରି ମାରିବେ। ଅବଶ୍ୟ ବ୍ରାହ୍ମଣ ମାନଙ୍କୁ ହଳ କରିବା ମନା, ତଥାପି ଏଇ ଦୁଇ ଜଣ ପାଇଁ ମୁଁ ହଳ କରି କରି ମାରିବେ। Thank you.